ଷୋହଳ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ, ଜଣେ ଗିରଫ। ବାଲେଶ୍ୱର ଜିଲ୍ଲା ଡେପୁଟି ସୁପରିଟେଣ୍ଡେଣ୍ଟ ଶଶିକାନ୍ତ ଦତ୍ତଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ୱର ରେଞ୍ଜ ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭୋଗରାଇ ଅବକାରୀ ପୁଲିସ ପକ୍ଷରୁ ଦେଉଳା ପଞ୍ଚାୟତ ସରସ୍ୱତୀପୁର ଅଞ୍ଚଳରେ ଚଢ଼ାଉ କରାଯାଇ 165 ଗ୍ରାମ ଓଜନର ବ୍ରାଉନ୍ ସୁଗର ସହିତ ଜଣକୁ ଗିରଫ କରାଯାଇଛି। ଗିରଫ ଯୁବକ ଜଣକ ହେଉଛନ୍ତି ସାନ୍ତେଗରି ଗାଁର ବିଜୟ କୁମାର ସାହୁ। ଏଥିସହିତ ତାଙ୍କ ନିକଟରୁ OD01 AO 204 ନମ୍ବର ଥିବା ଏକ ହୋଣ୍ଡା ମୋଟରସାଇକେଲ ସହିତ ନଗଦ 1070 ଟଙ୍କା ଜବତ କରାଯାଇଛି। ସୂଚନା ମୁତାବକ ଗୁରୁବାର ରାତି ପ୍ରାୟ 12ଟା ସମୟରେ ବିଜୟ ପଶ୍ଚିମବଙ୍ଗରୁ ଏହି ବ୍ରାଉନ୍ ସୁଗର ଆଣି ସରସ୍ୱତୀପୁର ଅଞ୍ଚଳରେ ବିକ୍ରି କରିବାକୁ ଯୋଜନା କରିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ଭୋଗରାଇ ଅବକାରୀ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବିଜୟକୁ ବ୍ରାଉନ୍ ସୁଗର ସହିତ ମାଡ଼ି ବସିଥିଲେ। ତେବେ ଜବତ ବ୍ରାଉନ୍ ସୁଗର ଆନୁମାନିକ ମୂଲ୍ୟ 16 ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଥିବା ବେଳେ ପଶ୍ଚିମବଙ୍ଗରୁ ଏତେ ପରିମାଣର ଝଳାଜହର କେମିତି ଆସିଲା ତାକୁ ନେଇ ଏବେ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡ଼ିଛି। ସେପଟେ ଆଜି ଗିରଫ ବିଜୟକୁ ସ୍ଥାନୀୟ ଗ୍ରାମ ନ୍ୟାୟାଳୟରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜଳେଶ୍ୱରସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।